ମାଲକାନଗିରି ଜିଲ୍ଲା ସୀମାନ୍ତରେ ମାଓବାଦୀଙ୍କ ବଡ଼ ହିଂସାକାଣ୍ଡ ଛତିଶଗଡ଼ ସୁକମା ଅଞ୍ଚଳରେ ବସ୍ ଟଲର ଏବଂ କାର୍ରେ ନିଆଁ ଲଗାଇ ଦେଇଛନ୍ତି ଲାଲ ବାହିନୀ। 30 ନମ୍ବର ଜାତୀୟ ରାଜପଥର କଣ୍ଟା ଦୋନ୍ନାପଲ୍ଲ ମଧ୍ୟରେ ଘଟାଇଛନ୍ତି ହିଂସାକାଣ୍ଡ। ଗୋଟିଏ ବସ୍, ଦୁଇଟି ଟ୍ରଲର ଏବଂ ଗୋଟିଏ କାର୍ ପିକଅପ୍ ଭ୍ୟାନ୍ ଜାଳି ଦେଇଛନ୍ତି ମାଓବାଦୀମାନେ। ତେବେ ଏଥିରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଏଥିସହିତ କିଛି ମାଓ ପୋଷ୍ଟର ମଧ୍ୟ ଘଟଣାସ୍ଥଳରୁ ଜବତ ହୋଇଛି। ମାଓବାଦୀଙ୍କ ପକ୍ଷରୁ ଆସନ୍ତାକାଲି ଛତିଶଗଡ଼ ବନ୍ଦ ଡାକରା ଦିଆଯାଇଥିବା ବେଳେ ତା ପୂର୍ବରୁ ଏଭଳି ଲଙ୍କାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଏନେଇ ଛତିଶଗଡ଼ ସୁକମାରୁ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ଜିତେନ୍ଦ୍ର ବେଉରା। ଆମେ ବର୍ତ୍ତମାନ ଅଛୁ ଛତିଶଗଡ଼ର ଦୋର୍ନାପାଲ ଏବଂ କୋଣ୍ଟା ମଧ୍ୟରେ ଯାଇଥିବା ଜାତୀୟ ରାଜପଥ 30ର ଆସିଲଗୋଡା ଗାଁ ନିକଟରେ, ଯେଉଁଠି ମାଓବାଦୀମାନେ ଗତକାଲି ରାତିରେ ଘଟାଇଛନ୍ତି ହିଂସାକାଣ୍ଡ। ଦେଖିପାରୁଥିବେ ମାଓବାଦୀମାନେ ଏହି ଟଲରକୁ କିଭଳି ଭାବେ ନିଆଁ ଲଗାଇ ଜାଳିଛନ୍ତି। ଟଲରଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ଟଲରରେ ମାଓବାଦୀମାନେ ନିଆଁ ଲଗାଇଛନ୍ତି। ଗତକାଲି ରାତିରେ ଏଭଳି ହିଂସାକାଣ୍ଡ ଘଟାଇଛନ୍ତି ମାଓବାଦୀମାନେ ଏହି ଜାତୀୟ ରାଜପଥ 30, ଯେଉଁଠି କହିବି ମୁଁ କହି ରଖେ, ଏହି ଜାତୀୟ ରାଜପଥର ମୋର ଡାହାଣ ପଟେ ରହିଛି ଇଞ୍ଜାରାମ କ୍ୟାମ୍ପ, ମାତ୍ର 3 କିଲୋମିଟର ଦୂର ରହିଛି। ଆଉ ଗୋଟେ କ୍ୟାମ୍ପ ରହିଛି ଦୋର୍ନାଗୁଡା, ଅର୍ଥାତ୍ ଗୋଟିଏ ଘଟଣାସ୍ଥଳର ଉଭୟ ପାଖରେ କ୍ୟାମ୍ପ ରହିଛି। ଗୋଟେ 3 କିଲୋମିଟର ଦୂର ରହିଛି, ଆଉ ଗୋଟେ 4 କିଲୋମିଟର ଦୂରରେ ସିଆରପିଏଫ୍ କ୍ୟାମ୍ପ ରହିଛି। ତା ସତ୍ତ୍ୱେ ମଧ୍ୟ ମାଓବାଦୀମାନେ ଆସିଥିଲେ ଏବଂ ଏଇଠି ହିଂସାକାଣ୍ଡ ଘଟାଇ ସେମାନେ ଚାଲି ଯାଇଛନ୍ତି। କେବଳ ଏଇ ଗୋଟିଏ ଟଲର ନୁହଁ, ଏଠି ମଧ୍ୟ ଆଉ ଗୋଟେ ଟଲରକୁ ସେମାନେ ନିଆଁ ଲଗାଇଛନ୍ତି। ତା ସହିତ ଯାତ୍ରୀବାହୀ ବସ୍କୁ ମଧ୍ୟ ନିଆଁ ଲଗାଇଛନ୍ତି। ଦେଖିପାରୁଥିବେ ଏହି ଟଲରକୁ ଯୋଉ ମେସିନାରୀ ଏଠି ଟଲରରେ ଲୋଡ୍ ହେଇଛି, ଏହି ମେସିନାରୀ ମଧ୍ୟ ମାଓବାଦୀମାନେ ନିଆଁ ଲଗାଇବା ପାଇଁ ଚେଷ୍ଟା କରିଥିଲେ। ଏଠି ମଧ୍ୟ ତଳେ ସେମାନେ ନିଆଁ ଲଗାଇବା ପାଇଁ ପ୍ରୟାସ କରିଥିଲେ, କିନ୍ତୁ ନିଆଁ ଲାଗିପାରୁନଥିଲା। ଯେହେତୁ ମେସିନାରୀରେ ଲୁହା ଅଂଶ ଏଠି ଅଛି, ତେଣୁ ନିଆଁ ଧରି ନଥିଲା, ଅର୍ଥାତ୍ ମେସିନାରୀଟା ବର୍ତ୍ତି ଯାଇଛି। ନହେଲେ ଏହି ନୂଆ ମେସିନାରୀ, ମୂଲ୍ୟବାନ ମେସିନାରୀ ମଧ୍ୟ ମାଓବାଦୀଙ୍କ ହିଂସାକାଣ୍ଡ ବା ନିଆଁରେ ପଡିଯାଇଥାନ୍ତା। ନିଶ୍ଚିତ ଭାବରେ ଅନେକ କ୍ଷୟକ୍ଷତି ତ ହୋଇଛି, ଆହୁରି ମଧ୍ୟ କ୍ଷୟକ୍ଷତି ହୋଇଥାନ୍ତା। ଦେଖିପାରୁଥିବେ ଏହି ଟଲର ମାଓବାଦୀମାନେ ବନ୍ଦ ଡାକରା ଦେଇଛନ୍ତି। ବନ୍ଦ ଡାକରା ସଫଳ କରିବା ପାଇଁ, ନିଜର ସ୍ଥିତି ଜାହିର କରିବା ପାଇଁ ସେମାନେ ଏଭଳି ହିଂସାକାଣ୍ଡ ଘଟାଇଛନ୍ତି। ଏହି ଗୋଟିଏ ସ୍ଥାନ ନୁହେଁ, ଏଠୁ 10 କିଲୋମିଟର ଦୂରରେ ମାଓବାଦୀମାନେ ଏକ କାର୍କୁ ମଧ୍ୟ ଜାଳି ଦେଇଛନ୍ତି। ଏବଂ ଦେଖିବା ଗତକାଲି ରାତିରେ ଛତିଶଗଡ଼ର 3ଟି ସ୍ଥାନରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇଛନ୍ତି। ଗୋଟିଏ ନୁହେଁ, 3ଟି ସ୍ଥାନରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇଛନ୍ତି। ଗୋଟିଏ ସୁକମାରେ 4ଟି ଗାଡି ଜାଳିଛନ୍ତି। ବିଜାପୁରରେ ମଧ୍ୟ ଗୋଟେ ପିକଅପ୍ ଭ୍ୟାନ୍କୁ ଜାଳିଛନ୍ତି। ତା ସହିତ ଦାନ୍ତାବାଡାରେ ବିଭିନ୍ନ ସ୍ଥାନରେ ଗଛ ପକାଇ, ପୋଷ୍ଟର ଲଗାଇ ସେମାନେ ଏହି ବନ୍ଦ ସଫଳ କରିବା ପାଇଁ ଏବଂ ନିଜର ସ୍ଥିତି ଜାହିର କରିଛନ୍ତି। ପୋଲିସକୁ କଡା ଚ୍ୟାଲେଞ୍ଜ ଦେଇଛନ୍ତି। ପୋଲିସ ପକ୍ଷରୁ ଯଦିଓ ପୋଲିସ ପହଞ୍ଚିଥିଲା ଏଠି, କିନ୍ତୁ ଘଟଣା ପରେ 1 ଘଣ୍ଟା 1.5 ଘଣ୍ଟା ପରେ ପୋଲିସ ପହଞ୍ଚିଥିଲା ଏବଂ ପାଣି ଟ୍ୟାଙ୍କର ଆଣି ନିଆଁକୁ ଆୟତ୍ତ କରିଥିଲା। ଏବଂ ଯଦି ଆୟତ୍ତ ନ କରିଥାନ୍ତେ ହୁଏତ ଯୋଉ ନୂଆ ନୂଆ ମେସିନାରୀ ଯୋଉ ଲୋଡ୍ ହେଇଛି ସେ ମଧ୍ୟ କ୍ଷତିଗ୍ରସ୍ତ ନିଶ୍ଚିତ ଭାବରେ ହୋଇଥାନ୍ତା। କିନ୍ତୁ ପୋଲିସକୁ କଡା ଚ୍ୟାଲେଞ୍ଜ ନିଶ୍ଚିତ ଭାବରେ ମାଓବାଦୀ ଦେଇଛନ୍ତି। କାରଣ 3 କିଲୋମିଟର ଦୂରରେ, ଅନ୍ୟ କ୍ୟାମ୍ପ 4 କିଲୋମିଟର ଦୂରରେ ମଝିରେ ଆସି ସେମାନେ ଏଭଳି ହିଂସାକାଣ୍ଡ ଘଟାଇ ଚାଲି ଯାଇଛନ୍ତି। କିନ୍ତୁ ପୋଲିସ ବିଳମ୍ବରେ ପହଞ୍ଚିଲା। ପୋଲିସ ମଧ୍ୟ ଟେର ପାଇଲାନି ଯେ ମାଓବାଦୀ ମାନଙ୍କର ଏଭଳି କାର୍ଯ୍ୟ କଲେ, 3 କିଲୋମିଟର ଦୂରରେ ତାଙ୍କ ଆଖି ଆଗରେ କଲେ। ପୋଲିସ ଟେର ପାଇଲା। ନିଶ୍ଚିତ ଭାବରେ ପୋଲିସକୁ କଡା ଚ୍ୟାଲେଞ୍ଜ ଦେଇଛନ୍ତି। ଏହି 2ଟି ଟଲରକୁ ନିଆଁ ଲଗାଇବା ପରେ ମାଓବାଦୀମାନେ ତ ନିଆଁ ଲଗାଉଥିଲେ। ଏହି ସମୟରେ ଏହି ଆନ୍ଧ୍ର ବସ୍ଟି ଛତିଶଗଡ଼ରୁ ଆନ୍ଧ୍ରପ୍ରଦେଶ ଯାଉଥିଲା। ଏହି ସମୟରେ ମାଓବାଦୀମାନେ ଏଠି ପହଞ୍ଚିଥିଲେ, ବସ୍କୁ ଅଟକାଇଥିଲେ ଏବଂ ଯାହା ସ୍ଥାନୀୟ ଲୋକ କହୁଥିଲେ ଟେକା ପଥର ମଧ୍ୟ ମାଡ଼ କରିଥିଲେ, ଯାହାଦ୍ୱାରା ଦେଖିପାରୁଥିବେ ବସ୍ର କାଚଟି ଭାଙ୍ଗି ଯାଇଛି ଏବଂ ବସ୍ରେ କ୍ଷତିଗ୍ରସ୍ତ ହୋଇଛି। ଯୋଉ ଯାତ୍ରୀମାନେ ଏହି ବସ୍ରେ ଥିଲେ ସେମାନଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦେଇଥିଲେ ମାଓବାଦୀ। ତାପରେ ଏଭଳି ହିଂସାକାଣ୍ଡ ଘଟାଇଥିଲେ ଏବଂ ଯୋଉ ଯାତ୍ରୀମାନେ ଓହ୍ଲାଇବା ପରେ ସେମାନେ 10 କିଲୋମିଟର ଚାଲି ଚାଲି କୋଣ୍ଟା ପର୍ଯ୍ୟନ୍ତ ଯାଇଥିଲେ। କିଭଳି ଭାବେ ଲୋକଙ୍କୁ ସୁରକ୍ଷା, ଯାତ୍ରୀଙ୍କୁ ସୁରକ୍ଷା ଦିଆଯିବ, ସେ କଡାକଡି ଅପରେସନ କରାଯିବ। ମାଓବାଦୀ କୌଣସି ହିଂସାକାଣ୍ଡ କିଭଳି ଘଟାଇ ନ ପାରିବେ ସେ ଉପରେ ମଧ୍ୟ ପୋଲିସ ନଜର ରଖିଛି। ଛତିଶଗଡ଼ ସୁକମାରୁ କ୍ୟାମେରା ପର୍ସନ ବିକ୍ରମ ପାଢୀଙ୍କ ସହ ଜିତେନ୍ଦ୍ର ବେଉରା, ଓଟିଭି।